ଓଡ଼ିଆ ମଧ୍ୟଯୁଗୀय କାବ୍ୟ ସାହିତ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ଆମେ ପୁଣି ସେଇ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଶେଷ ପର୍ଯ୍ୟାୟର କବି ଭୀମ ଭୋଇଙ୍କର ତୁତି ଚିନ୍ତାମଣିର ଆଉ ଗୋଟିଏ ବୋଲି। ୟା ପୂର୍ବରୁ ଆପଣମାନେ ଜାଣିଛନ୍ତି ଆମେ ଭୀମ ଭୋଇଙ୍କ ସମ୍ପର୍କରେ ଏବଂ ତାଙ୍କର ଜୀବନୀ ସମ୍ପର୍କରେ ସାମାନ୍ୟ ସୂଚନା ମୁଁ ଦେଇଥିଲି, ଆପଣମାନେ ଜାଣିଛନ୍ତି। ଏବଂ ପ୍ରଥମ ବୋଲି ତାଙ୍କର ଯେଉଁ ସ୍ତୁତି ଚିନ୍ତାମଣି ସଂକଳିତ ସଙ୍ଗୀତ ଗୁଡ଼ିକ ରହିଛି ବା ଗୀତି କବିତା ଗୁଡ଼ିକ ରହିଛି, ଅତି ତତ୍ତ୍ୱମୟ ଉପନିଷଦୀୟ ଚିନ୍ତାଧାରା ଏବଂ ଅତ୍ୟନ୍ତ ସରଳ ସାବଳୀଳ ସମସ୍ତଙ୍କର ବୋଧଗମ୍ୟ ହେଲା ଭଳି ଭାଷାରେ ସେ ଏଗୁଡ଼ିକ ସବୁ ବର୍ଣ୍ଣନା କରିଛନ୍ତି। ଏପରି 100ଟି ବୋଲି ସ୍ତୁତି ଚିନ୍ତାମଣିରେ ସଂଗୃହୀତ ହୋଇଛି, ସଂକଳିତ ହୋଇଛି। ମୁଁ ସେଥିରୁ ଆପଣମାନଙ୍କୁ ପ୍ରଥମ ବୋଲିଟି କହିଥିଲି, ଏ ସଂସାର ହେଉଛି ଅନିତ୍ୟ, ଅସତ୍ୟ, କ୍ଷଣସ୍ଥାୟୀ, କ୍ଷଣଭଙ୍ଗୁର ଏବଂ ଏହା ଭିତରେ ସେ ହେଉଛନ୍ତି ତାର ଦାରିଦ୍ର୍ୟ କଷାଘାତ ଭିତରେ, ଶତ ଜଞ୍ଜାଳ ଭିତରେ ଗ୍ରସ୍ତ ହୋଇକରି ଜୀବନ ତାଙ୍କର ବ୍ୟସ୍ତ ବିବ୍ରତ ହୋଇଯାଇଛନ୍ତି, ଯାହାଫଳରେ ତାଙ୍କ ହୃଦୟରେ ସେଇ ଅଲେଖ ବା ଶୂନ୍ୟ ବ୍ରହ୍ମ, ଅନାଦି ଅନନ୍ତ ଅନାକାର ନିରାକାର ସେଇ ଯେଉଁ ଭଗବାନ ଜ୍ୟୋତିର୍ମୟ ରୂପ, ମୁଁ କହିଦେଇଛି ସେମାନେ ଯେ ପ୍ରତିମା ପୂଜାରେ ବିଶ୍ୱାସ କରନ୍ତି ନାହିଁ। ତେଣୁ ଜ୍ୟୋତିରୂପ ବ୍ରହ୍ମକୁ ବା ଜ୍ୟୋତିର୍ବ୍ରହ୍ମକୁ ସେମାନେ ଉପାସନା କରନ୍ତି, ତାଙ୍କୁ ସେ ଆରାଧନା କରିଛନ୍ତି, ତାଙ୍କ ତଳେ ତାଙ୍କର ପାଦପଦ୍ମରେ ଶରଣାପନ୍ନ ହୋଇଛନ୍ତି। ଏବଂ ସେଇ କଥା ଏଇ ବୋଲି ଗୁଡ଼ିକରେ ବିଭିନ୍ନ ଧରଣର କବିତା ସରଳ ସାବଳୀଳ ଭାବରେ ସେ ଉପନିଷଦୀୟ ଚିନ୍ତାଧାରା ବ୍ରହ୍ମତତ୍ତ୍ୱକୁ ସେ ଉପସ୍ଥାପନା କିଭଳି କରିଛନ୍ତି। ଆସନ୍ତୁ ଦ୍ୱିତୀୟ ବୋଲିରେ କବି ଭୀମ ଭୋଇ ଆଦିବାସୀ କୂଳରେ ଜାତ ହୋଇଛନ୍ତି। ଅରଣ୍ୟ ବେଷ୍ଟିତ ରେଢ଼ାଖୋଲ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଆପଣମାନେ ଜାଣିଛନ୍ତି ବାଲ୍ୟକାଳରେ ଗାଈ ଗୋରୁ ଚରାଉଥିଲେ, ଅନ୍ଧ ତ ହୋଇଯାଇଥିଲେ। ମହିମା ଗୋସାଇଁଙ୍କ ଠାରୁ ଦୀକ୍ଷା ଗ୍ରହଣ ପରେ ତାଙ୍କର ହୃଦୟରେ ଯେଉଁ ଭାବ ଜାଗ୍ରତ ହୋଇଛି, ବ୍ରହ୍ମ ସ୍ୱରୂପ ସେ ଚିନ୍ତା କରିଛନ୍ତି ଦିବ୍ୟ ଚକ୍ଷୁରେ, ଅନ୍ତର୍ଦୃଷ୍ଟିରେ ବା ଅନ୍ତର୍ଚକ୍ଷୁ ଅଛି। ବାହ୍ୟ ଚକ୍ଷୁ ସିନା ନାହିଁ, ଅସମର୍ଥ ଦେଖିବା ପାଇଁ, କିନ୍ତୁ ତାଙ୍କର ଦିବ୍ୟ ଦୃଷ୍ଟିରେ ସେ ବ୍ରହ୍ମକୁ ସାକ୍ଷାତ ସତେ ଯେମିତି ଉପଲବ୍ଧି କରିଛନ୍ତି। ଆସନ୍ତୁ ଦ୍ୱିତୀୟ ବୋଲିରେ କ'ଣ କହିଛନ୍ତି ଶୁଣିବା। କିମ୍ପା ନିରାପକ୍ଷ କରୁଅଛ ମୋତେ କେଉଁ ଦୋଷ ମନେ ଧରି, କିମ୍ପା ନିରାପକ୍ଷ କରୁଅଛ ମୋତେ କେଉଁ ଦୋଷ ମନେ ଧରି, ନିଷ୍ଠୁର ତୁ ହିଆ ନ ବସେ ତୋ ଦୟା, ନିଷ୍ଠୁର ତୁ ହିଆ ନ ବସେ ତୋ ଦୟା, ଭକ୍ତ ପ୍ରାଣ ଖିଆ ହରି। ଭକ୍ତ ପ୍ରାଣ ଖିଆ ବୋଲି ତାକୁ କହିଛନ୍ତି। ମୁଁ କହୁଥିଲି ଯେ କବି ସୂର୍ଯ୍ୟ ବଳଦେବ ରଥ ଯେମିତି ସର୍ପ ଜଣାଣରେ କହିଛନ୍ତି, କାଳ କବଳ କର ପ୍ରାଣ ପବନ, କାଳ ସର୍ପ ଆପଣ, କବଳ କର ପ୍ରାଣ ପବନ ସବୁ। ତେଣୁ ପ୍ରାଣ ଖିଆ ବୋଲି ଶବ୍ଦଟି ଏଇଠି ଦେଲେ। ତେଣୁ କବି କହୁଛନ୍ତି ଭୀମ ଭୋଇ, କିମ୍ପା ନିରାପକ୍ଷ ମୋତେ କରୁଛ, ମୋତେ ନିରାଶ କରୁଛ, ମୋ ପ୍ରତି ପକ୍ଷପାତ। ନିରାପକ୍ଷ ଗୋଟିଏ ଶବ୍ଦ ଦେଲେ, ଗୁଡ଼ିକ ସବୁ ପ୍ରାଚୀନ ଶବ୍ଦ, ଏବେ ଆଉ ପ୍ରୟୋଗ ଆଜ୍ଞା ଏହାର ନାହିଁ। ନିରାପକ୍ଷ ଅର୍ଥାତ୍ ପକ୍ଷପାତ ବିଚାର କରୁଛ, ମୋତେ ନିରାଶ କରୁଛ। ମୁଁ ଆପଣଙ୍କୁ ଯୋଡ଼ହସ୍ତ ହୋଇକରି ଆଉ ଅନ୍ତର୍ଦୃଷ୍ଟିରେ ମୁଁ ଆପଣଙ୍କ ଅନ୍ତର ସହିତ ଆପଣଙ୍କର ଶରଣାପନ୍ନ ହୋଇଛି ଏବଂ ଆପଣ ଟିକେ ମୋତେ ଦୟା କରିବେ। ଏ ସଂସାର ଜାଲରୁ, ବନ୍ଧନରୁ, ମାୟାମୋହ ବନ୍ଧନରୁ ମୁଁ ଫିଟି ପାରୁନି, ମୋତେ ମୁକ୍ତି ଦାନ କରିବେ, ଅଥଚ ଆପଣ କର୍ଣ୍ଣପାତ କରୁନାହାନ୍ତି। ତେଣୁ କବି ନିରାପକ୍ଷ ଶବ୍ଦ, ମୋତେ ନିରାଶ କରୁଛ, ମୋ ପ୍ରତି ପକ୍ଷପାତ ବିଚାର କରୁଛ, ମୁଁ କ'ଣ ଦୋଷ ଏମିତି କଲି? ମୁଁ ତ ସେଭଳି କିଛି ଗୁରୁତର ଦୋଷ କରିନି, ତାହେଲେ ଆପଣ ମୋ ପ୍ରତି ଏଭଳି ଅବିଚାର କାହିଁକି କରୁଛନ୍ତି? ନିଷ୍ଠୁର, ମୁଁ ଏଥିରେ ଅନ୍ତତଃ ମୁଁ ଏତିକି ଉପଲବ୍ଧି କରୁଛି ଯେ ମୋର ଦୋଷ ନାହିଁ, ମୁଁ ଦୋଷ ବିନା ଦୋଷରେ ଆପଣ ମୋତେ ଦଣ୍ଡ ଦେଉଛନ୍ତି, ମୋ ପ୍ରତି ନିଷ୍ଠୁର ଭାବ ପ୍ରଦର୍ଶନ କରୁଛନ୍ତି। ନିଷ୍ଠୁର ତୁ ହିଆ ନ ବସେ ଦୟା, ତିଳେ ମାତ୍ର ଦୟା ମୋ ପ୍ରତି ହେଉନି। କହିବାର କଥା, ଏ ସଂସାର ଜଞ୍ଜାଳ ଭିତରେ ଗ୍ରସ୍ତ ହୋଇକରି ମନୁଷ୍ୟ ପାପ ତାପ ଭିତରେ ବୁଡ଼ି ରହିଛି, ଏଥିରୁ ମୁକ୍ତି ଚାହୁଁଛି। କବି ସେଇ କଥାଟି ବି ଚାହୁଁଛନ୍ତି, ଅଥଚ ଭଗବାନଙ୍କର କରୁଣା ବା କୃପା କଟାକ୍ଷରେ ସିଏ ତାଙ୍କ ଆଡ଼କୁ ଥରେ ଚାହିଁ ନାହାନ୍ତି ବା ତାଙ୍କ ପ୍ରତି ତାଙ୍କର ସୁଦୟା ହେଉନି। ଦୟା ଆର୍ଦ୍ର ହୃଦୟ ହେଲେ ଯାଇକରି ଭଗବାନଙ୍କର କରୁଣା ସିଏ ଲାଭ କରିବେ। ତେଣୁ
ଭକ୍ତ ପ୍ରାଣ ମୁଁ ଏତିକି ଜାଣିପାରୁଛି ଆପଣ ଭକ୍ତଙ୍କ ଦୟା କ'ଣ କରିବେ ବରଂ ଭକ୍ତମାନଙ୍କର ପ୍ରାଣ ଖିଆ ଆପଣ ପ୍ରାଣ ପବନକୁ ଆପଣ ନେଇଯାଉଛନ୍ତି। ଏବଂ କେତେବେଳେ ନା ସୃଷ୍ଟି ସ୍ଥିତି ଏବଂ ଲୟ ଏସବୁ ରହିଛି ଆଜ୍ଞା। ହେଉଅଛି ଯାହା ନ ଜାଣୁ କି ତାହା ଅନ୍ତର୍ଯ୍ୟାମୀ ନାମ ବହି ମୋତେ କୋପ କରି କି ଯଶ ଅର୍ଜିବୁ। ଏ ସଂସାରରେ ଯାହା ହେଉଛି ତୁ କ'ଣ ଜାଣୁନି କି ତୁ ତ ଅନ୍ତର୍ଯ୍ୟାମୀ। ଆରେ ଏ ସମାଜରେ ପ୍ରଥମ ବୋଲିରେ କହିଛନ୍ତି ଆରେ ରାଜା ରାଜପୁତ୍ର ସାଧୁ ମୁନି ଋଷି ସନ୍ନ୍ୟାସୀ ଏମାନେ ମଧ୍ୟ ସମସ୍ତଙ୍କର ନୈତିକ ଅଧପତନ ଘଟୁଛି ଏ ସମାଜରେ। ଆଉ ତୁ କ'ଣ ଏଇ କଥାଟା ଜାଣିପାରୁନୁ କି ତୁ ତ ଅନ୍ତର୍ଯ୍ୟାମୀ ଏ ସମାଜର ଚିତ୍ର ଚରିତ୍ରକୁ ତୁ ଭଲ ଭାବରେ ଜାଣିଛୁ। ଅଥଚ ମୋତେ କୋପ କରି ମୋ ଉପରେ କାହିଁକି ଏକୁଟିଆ ମୋ ଉପରେ କାହିଁକି ରାଗ ଶୁଝଉଛୁ? ମୋ ଉପରେ ମୁଁ ତ ଦୋଷ କରିନି ମୋର ବିଚାରରେ, ତଥାପି ମୋ ଉପରେ ତୁମେ କ୍ରୋଧ ଭାବ ପ୍ରକାଶ କରିଛ। ଏବଂ କି ଯଶ ଅର୍ଜିବୁ ଭକତ ଜୀବନ ଖାଇକରି। ଆରେ ମୁଁ ତ ତୁମର ଗୋଟିଏ ଭକ୍ତ, ଅଥଚ ଭକ୍ତର ଜୀବନକୁ ଲୋକ କହିଛି ଭକ୍ତର ଭଗବାନ। ମୁଁ କହୁଥିଲି ଆର ପୂର୍ବ ପର୍ଯ୍ୟାୟରେ ଯେ ଭଗବାନ କହୁଛନ୍ତି ନିଜେ ନା ହମ୍ ବୈକୁଣ୍ଠେ ତିଷ୍ଠାମି ଯୋଗିନାଂ ହୃଦୟ ନଚ। ମୁଁ ଭକ୍ତମାନଙ୍କ ପାଖରେ ବନ୍ଧା। ହେ ନାରଦ ମୁଁ ଭକ୍ତ ଯେଉଁଠି ମୁଁ ସେଇଠି। ଅଥଚ ମୁଁ ଏବେ ନିଜେ ଜାଣିପାରୁଛି ଏସବୁ ତୁମେ ଯାହା କହୁଛ ଏସବୁ ମିଛ। ଏକମାତ୍ର ସତ୍ୟ ହେଉଛି ତୁମେ ଭକ୍ତ ଜୀବନକୁ ଖିଆ ଏବଂ ପ୍ରାଣ ସମପବନକୁ ସମସ୍ତଙ୍କର ହରଣ କରୁଛ, ଭକ୍ତ ଜୀବନକୁ ଖାଉଛ। ଆଉ ବୋଲାଇ ଠାକୁର ହେଉଛୁ ଚତୁର କେତେ ଦେଉଛୁ ଗଞ୍ଜଣା। ବୋଲି ଠାକୁର ହେଇକିରି ବସିଛ, ଦେବତା ହେଇକିରି ତୁମେ ଦେଉଳରେ ବସିଛ। ଆଉ ବୋଲାଇ ଠାକୁର ହେଉଛୁ ଚତୁର, ତୁମ ଚତୁର ପଣିଆ ଏବେ ଜଣାପଡ଼ୁଛି ଯେ ପ୍ରକୃତ ଠାକୁର ବୋଲି ସମସ୍ତେ ଯାଇକିରି ଯୋଡ଼ ହସ୍ତ ହେଇକିରି ଡାକୁଛନ୍ତି ପ୍ରଭୁ ମୋ ପ୍ରତି ଟିକେ କରୁଣା, ମୋ ପ୍ରତି ଟିକେ ବିଚାର କର, ମୋ ପ୍ରତି ଟିକେ ସଦୟ ହୃଦୟ ହେଉ, ମୋତେ ଟିକେ କୃପା କଟାକ୍ଷରେ ଚାହା। ଥରେ ଆପଣ ଚାହିଁଦେଲେ ମୋର ଦୂର ହେଇଯିବ। ଅନୁସରିତ ଗୋପାଳକୃଷ୍ଣ କହିଛନ୍ତି କ'ଣ ବିତରଣ କଲେ ଅନୁସରିତ ପ୍ରଭୁ କାଳଯାକ ଗଲା ସରିତ। ଅଥଚ ତୁମର କରୁଣା ଦୟାର୍ଦ୍ର ଚିତ୍ତ ଟିକିଏ ମୋ ପ୍ରତି ନାହିଁ। କରୁଣା ଚିତ୍ତରେ ଆପଣଙ୍କର ମୋ ପ୍ରତି କରୁଣା ନାହିଁ। କ'ଣ ବିତରଣ କଲେ କଣିକାଏ ଏତିକି ଟିକିଏ ଆପଣ କରୁଣା ସାଗରରୁ କେତେ ଉଣା ହେଇଯିବ। କବି ଭୀମ ଭୋଇ ମଧ୍ୟ ସେଇ କଥାଟି କହିଛନ୍ତି। ଏବଂ କେତେ ଦେଉଛୁ ଗଞ୍ଜଣା କୃପା ସିନ୍ଧୁ ନାମ ବ୍ୟର୍ଥ ହେଉଛି। ତାହେଲେ କୃପା ସିନ୍ଧୁ ଆଉ ଗଞ୍ଜଣା ଯଦି ଦେଉଛୁ ତତେ ଆଉ କୃପା ସିନ୍ଧୁ ବୋଲି ଆମେ କ'ଣ କହିବୁ? ସମସ୍ତେ ଜଗତରେ ସମସ୍ତେ ଡାକୁଛନ୍ତି କୃପା ସିନ୍ଧୁ, ମୁଁ ମଧ୍ୟ ସେଇ କୃପା ସିନ୍ଧୁଙ୍କ ପାଖରେ ଆଶ୍ରିତ ଶରଣାପନ୍ନ ସମର୍ପିତ। ଅଥଚ ମୋ ପ୍ରତି ଗଞ୍ଜଣା ବଢ଼ି ବଢ଼ି ଚାଲିଛି ସଂସାରିକ ଯାତନା। ଏବଂ ଖଣ୍ଡକୁଟ ପାଞ୍ଚି ମାୟା ମୋହିରଞ୍ଚି ପକାଇ ସିନ୍ଧୁ ସୋହତେ କୋଟିଏ କୀଟରୁ ଅନ୍ତର କରିଛୁ କିମ୍ପାଇଁ ଚାହିଁବୁ ମୋତେ। ଆଉ ଚନ୍ଦ କୂଟ ମାୟା ପ୍ରପଞ୍ଚ ଯାହା କିଛି ମୋ ଉପରେ ତୁମେ ଲଗେଇ ଦେଇଛ ସବୁ। ଆପଣ କପଟି, ଆପଣ ମାୟାଧର ଏବଂ ଆପଣ ମୋହଗ୍ରସ୍ତ ଲୋକମାନଙ୍କୁ ମୋହଗ୍ରସ୍ତ କରିଦେଉଛନ୍ତି। ସେଥିରେ ଆପଣ ଧୂରିଣ ଏଇଭଳି କବି ଏବଂ ଟିକେ ବର୍ଚ୍ଚନା କରିଛନ୍ତି। ଏଇଟା ବ୍ୟାଜ ସ୍ତୁତି ଅଳଙ୍କାର। ନିନ୍ଦା ଛଳରେ ସ୍ତୁତି ଛଳରେ ନିନ୍ଦା ଏଇଭଳି ଯେଉଁଠି ପ୍ରୟୋଗ ହୋଇଥିବ ଶବ୍ଦ ଆପଣମାନେ ଜାଣିଛନ୍ତି ଏହାକୁ ବ୍ୟାଜସ୍ତୁତି ଅଳଙ୍କାର କୁହାଯାଏ। ଏଣୁ କବି କହୁଛନ୍ତି ଆରେ କୋଟିଏ କୀଟରୁ ମୋତେ ହିଁ ଅନ୍ତର କରିଦେଇଛୁ। କୋଟିଏ ସଂସାରରେ କୋଟିଏ କୀଟ ଅଛନ୍ତି, କୀଟ ପତଙ୍ଗ ପ୍ରାଣୀ। ଏଠି କୀଟ କହିଲେ ପ୍ରାଣୀ ବୁଝାଉଛି। ଆଉ ତା ଭିତରୁ ମୋତେ ଅନ୍ତର କାହିଁ କରିଦେଇଛୁ? ମୋ ପ୍ରତି ଦୟାଭାବ ନ କରି ନିର୍ଦ୍ଦୟ ମୋ ପ୍ରତି ଅବିଚାର ହେଇଛ, ନିର୍ଦ୍ଦୟ ହେଇଛ। କିମ୍ପାଇଁ ଚାହିଁବୁ ମୋତେ? ମୋହର କି ଦୋଷ ତୋ ରଚିଲା ଯଶ ବୁଡ଼ାଇ। ଆରେ ମୋହର କି ଦୋଷ ଏଇଥିରେ ଅଛି? ତୋର ଯଶ ଆମେ ଗାନ କରୁଛୁ। ଆଉ ତୋ ଯଶକୁ ଆମେ ଗାନ କରୁଥିବା ଲୋକକୁ ଯଦି ବୁଡ଼ାଇ ମାରିଦେବୁ ତାହେଲେ ଆଉ ତମର ଯଶ କୀର୍ତ୍ତି କିଏ କାହିଁକି ଗାନ କରିବେ? ଏବଂ ମାୟାକୁ ପେଶନ୍ତେ ସାଧୁ ଅଛୁ ମୋତେ ଯେସନେ ଶତ୍ରୁ ଭଗାରି। ଆଉ ମାୟାକୁ ତୁ ହିଁ ପେଶିଛୁ ସଂସାରରେ। ଆଉ ଲୋକକୁ ମାୟା ମୋହରେ ଆଉ ପକାଇ ଦେଇଛୁ ତୁ। ଆଉ ଏ ମୋହ ରୂପକ ଜାଲ ମରିବା ପର୍ଯ୍ୟନ୍ତ ମାୟାଗ୍ରସ୍ତ ହେଇକିରି ଲୋଭ ମୋହ ଏସବୁରେ ଷଡ଼ରିପୁ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଏଥିରେ ବୁଡ଼େଇ ଦେଇଛୁ। ଏବଂ ମାୟା ମୋହ ରୂପକ ଜାଲରେ ଏଭଳି ବନ୍ଧନରେ ପକାଇ ଦେଇଛୁ ଯେ ମଣିଷ ଆଉ ବାହାରି ପାରୁନି। ଆଉ ମୁକ୍ତି ପୁଣି ପୁନରପି ଜନନ ପୁନରପି ଜନନ। ଆରେ ଯେଉଁ କର୍ମ ମଣିଷ କରୁଛି ପରଜନ୍ମରେ ସେୟା ହେଉଛି। ଏଣୁ ଆଉ ମଣିଷ ମୁକୁଳି ପାରୁନି। ଆଉ ମୁକ୍ତିର ବାଟ କାହିଁ? ଏଣୁ
କୀଟରୁ ମାୟାକୁ ପେଶନ୍ତେ ସାଧୁ ଅଛୁ ମୋତେ ଯେସନେ ଶତ୍ରୁ ମୁଁ ଯେମିତି ତୋର ଗୋଟେ ଶତ୍ରୁ ଏବଂ ଭଗାରୀ ସେଇଭଳି ମୋତେ ବିଚାର କରିଛୁ। ମୋ ବିଚାରରେ ମୁଁ ଏହା ଭାବୁଛି। ଏବଂ ନାବେ ନବସାଇ ଜଳରେ ଭସାଇ କରୁଅଛୁ ଆରେ ନାବରେ ଭବସାଗରରେ ପାର ହେବାକୁ ଏ ବନ୍ଧନରୁ ମୁକ୍ତ ହେବା ପାଇଁ ବା ଭବସାଗରରୁ ପାର ହେବା ପାଇଁ ନୌକା ଖଣ୍ଡିଏ ଦରକାର ନା, ଅଥଚ ନୌକା ଦେଉନୁ ମୋତେ ଭସେଇ ଦେଇଛୁ। ଆଉ ଏଇଭଳି ଭାବରେ କବି ତାହେଲେ ଜଣେ ଭକ୍ତ ଭଗବାନଙ୍କ କରୁଣା ଲାଭ କରିବା ପାଇଁ ଆଶାୟୀ ହେଇକରି ଚିରଦିନ ବସିଛି, ଅଥଚ ସେଥିରୁ ପ୍ରଭୁ ନିର୍ଦ୍ଦୟ ଭାବ ପୋଷଣ କରିଛନ୍ତି। କବିଙ୍କ ମନରେ ଏଇ ଭାବଟି ଜାଗ୍ରତ ହେଇଛି। ଏହାପରେ ପୁଣି କବି ଭୀମ ଭୋଇ ଦୁଃଖର ସହିତ କ୍ଷୋଭର ସହିତ ଅନ୍ତର୍ଦାହ ହେଉଛି ନା, ହୃଦୟ ବିଦୀର୍ଣ୍ଣ ହେଇଯାଉଛି। ସେ ସଂସାରର ଏକରେ ଆଜ୍ଞା ଦେଖନ୍ତୁ, ଏକରେ ଗରିବ ଆଦିବାସୀ ସମ୍ପ୍ରଦାୟରେ କୂଳରେ ଜନ୍ମ ହୋଇଛନ୍ତି, ବଣ ଜଙ୍ଗଲର ଫଳମୂଳ ଖାଇବାରେ ଅନ୍ନ କଷ୍ଟ ମଧ୍ୟ ଅଛି, ଇଆଡ଼େ ଆଖିକି ଦୃଷ୍ଟିହୀନ, ତା ସତ୍ତ୍ୱେ ଏଗୁଡ଼ାକ ଶତ ଜଞ୍ଜାଳ ଭିତରେ ଘାଣ୍ଟି ହେଉଛନ୍ତି। ତେଣୁ ଜଞ୍ଜାଳଗ୍ରସ୍ତ ଆତ୍ମା ମୁକ୍ତି ଚାହୁଁଛି, ପ୍ରଭୁଙ୍କର କୃପା ହେଲେ ହିଁ ହେଇପାରିବ। ତେଣୁ ସେ ଯେଉଁ ଅଲେଖ ପରମ ବ୍ରହ୍ମଙ୍କୁ ଚିନ୍ତା କରୁଛନ୍ତି, ଶୂନ୍ୟ ବ୍ରହ୍ମକୁ, ପୁଣି କବି ଆଉ ତାଙ୍କର କ'ଣ କହୁଛନ୍ତି ସରଳ ସାବଲୀଳ ଭାଷାରେ, କେତେ ଅନୁନୟ ବିନୟ କରୁଛନ୍ତି, ଆସନ୍ତୁ ଶୁଣିବା। ନାବେ ନ ବସାଇ ଜଳରେ ଭସାଇ କରୁଅଛୁ ମୋତେ, ମୋ ପ୍ରତି ଅବିଚାର କରୁଛୁ, ଅଣହେଳା କରୁଛୁ। ପୁଣି ଉତ୍ସର୍ଗେ ଉଠାଇ ନିଶୁଣି କଟାଇ ଭବେ ବୁଡ଼ାଉଛୁ ଭେଳା। ଆରେ ଉତ୍ସର୍ଗ ବୋଲି ଗୋଟେ ଶବ୍ଦ ହେଲେ ଅର୍ଥାତ୍ ଉଚ୍ଚକୁ ସ୍ୱର୍ଗକୁ, କେତେବେଳେ ସ୍ୱର୍ଗକୁ ଉଠେଇ ଦେଉଛୁ ଭକ୍ତ ବୋଲି। ମଦ୍ଭକ୍ତା ଯତ୍ର ଗାୟନ୍ତେ ତତ୍ର ତିଷ୍ଠାମି ନାରଦ। ମୋ ଭକ୍ତ ମୋର ଗୁଣଗାନ, ମୋର ଯଶ, ମୋର କୀର୍ତ୍ତି ଯେଉଁଠି ଗାନ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ନାମ କୀର୍ତ୍ତନ କରୁଛନ୍ତି, ନାମ ଜପ କରୁଛନ୍ତି, ମୋର ଭକ୍ତ ପରମ ଭକ୍ତଙ୍କ ପାଖରେ ମୁଁ ସବୁବେଳେ ବନ୍ଧା। ଆଉ ଇଆଡ଼େ କ'ଣ କରୁଛୁ, ଉତ୍ସର୍ଗେ କେତେବେଳେ ଭକ୍ତମାନଙ୍କ ପାଖରେ ମୁଁ ବନ୍ଧା କହିକିରି ଇଆଡ଼େ କେତେବେଳେ ସ୍ୱର୍ଗକୁ ଉଠେଇ ଦେଉଛୁ। କଥାବାର୍ତ୍ତାରେ ତୁ ବଡ଼ ଚତୁର, ଆଉ କେତେବେଳେ ସ୍ୱର୍ଗକୁ ଉଠେଇ ଦେଇ ତଳୁ ଲିଶୁଣିଟା କାଢ଼ି ଦେଉଛୁ। ଆରେ ସ୍ୱର୍ଗକୁ ଉଠୁଥିବା ସମୟରେ ତଳୁ ଲିଶୁଣିଟା ଝିଙ୍ଗି ଦେବ ଜଣେ। ଆମେ ଯେମିତି ଘରକୁ 3-4 ମହଲା କୋଠା ଉପରକୁ ଗୋଟେ ସିଢ଼ି ପକେଇକିରି ଆଜ୍ଞା ଯାଉଥିବା, ତଳୁ ଦେଖିଲା ବେଳକୁ କିଏ ଗୋଟେ ସିଟ୍ଟେ କାଢ଼ିଦେବ, ଅବସ୍ଥା ଯାହା ହେବ। ମୋର ଅବସ୍ଥା ସେଇଭଳି। ହେ ଅଲେଖ, ହେ ନିରାକାର, ହେ ଅଣାକାର, ହେ ଅବନା ପୁରୁଷ, ମୋର ସେଇ ଅବସ୍ଥା ହେଇଛି। ଆଉ କ'ଣ ହେଇଛି, ଏ ଦୁର୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ସହି। ଏ ଦୁର୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ସହି। ଆଉ ପ୍ରତି ମୁହୂର୍ତ୍ତରେ ଆଜ୍ଞା ଦୋଷ କିଛି ଯଦି ଅଛି, ଦଣ୍ଡ ଅଛି, ତାହେଲେ ସାମାନ୍ୟ ଦଣ୍ଡ ଦେଲେ ସିନା ମଣିଷ ସହିବ। ସହିବାର ଶକ୍ତି ଥିବା ପର୍ଯ୍ୟନ୍ତ ମଣିଷ ଦଣ୍ଡ ସହିପାରିବ। ଆଉ ସହିବାର ଶକ୍ତି ଠାରୁ ବଳିଗଲେ ଆଉ ସେ ଦଣ୍ଡ ଗୁରୁତର ହେଇଯାଉଛି। ତେଣୁ ଏ ଦୁର୍ଲଭ ପିଣ୍ଡ, ଏ ପିଣ୍ଡ ଅର୍ଥାତ୍ ଜୀବ ଜଗତ ଭିତରେ ଯେତେ ସ୍ଥାବର ଜଗତ କୀଟ ପତଙ୍ଗାତ୍ମକ ସ୍ଥାବର ଜଙ୍ଗମ ଏ ସଚରାଚର ମେଦିନୀ ଭିତରେ ମଣିଷ ହେଉଛି ଶ୍ରେଷ୍ଠ। ଏ ଦୁର୍ଲଭ ପିଣ୍ଡ ସେ ପାଇଛି, ଅଥଚ ଦୁର୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ପ୍ରଭୁ ସହି। ଆଉ ଟିକିଏ ସିନା ଦଣ୍ଡ ହେଲେ, ସାମାନ୍ୟ କିଛି ହେଲେ ସିନା ସହିଯିବ, ଆଉ ଅନୁକ୍ଷଣେ ପ୍ରତି ମୁହୂର୍ତ୍ତରେ ଯଦି ଦଣ୍ଡ, ମୁଁ କହିଛି ବୋଝ ଉପରେ ସିନା ଏକସ୍ୟ ଦୁଃଖସ୍ୟ ନ ଯା ବଦନ୍ତଂ ତାବନ୍ ଦ୍ୱିତୀୟଂ ସମୁପସ୍ଥିତଂ ମେ ଛିଦ୍ରେଷୁ ଅନର୍ଥା ବହୁଳି ଭବନ୍ତି। ସେଇଭଳି ବୋଝ ଉପରେ ବୋଝ, ତା ଉପରେ ଆହୁରି ବୋଝ ଯଦି ଲଦି ଦିଆଯାଏ, ମଣିଷର ଅବସ୍ଥା ଯାହା ହେବ। ଏଇଟା ପ୍ରତି ମୁହୂର୍ତ୍ତରେ ଏଇଭଳି ଦଣ୍ଡ ବିଧାନ ତୁ ଆମ ପାଇଁ କରିଛୁ। ଆଉ ଭକ୍ତର ଭଗବାନ ବୋଲି ଆମେ କାହିଁ ତତେ ଡାକିବୁ। ପୁଣି କବି କହୁଛନ୍ତି, ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି ତୁମ୍ଭ ପାଦ ତଳେ ଦେଇ। ମୋର ପିଣ୍ଡ ଆଉ କବି ଯେତେବେଳେ ବାଟ ପାଇଲେନି, ଆଉ ଯେତେବେଳେ କବି ବାଟ ପାଇନାହାନ୍ତି, ଆଜ୍ଞା କ'ଣ କହୁଛନ୍ତି ଦେଖନ୍ତୁ, କେତେ ସୁନ୍ଦର କଥା। ସରଳ ସାବଲୀଳ ଭାଷାରେ ତତ୍ତ୍ୱ ଉପନିଷଦୀୟ ଚିନ୍ତା ଧାରା। କ'ଣ ନା, ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି। ଜଣେ ଭକ୍ତ ଶ୍ରେଷ୍ଠ ଭକ୍ତ, ସେଇଥିରୁ ଆମେ ଜାଣିବା ଯେଉଁମାନେ ଭକ୍ତ, ଶ୍ରେଷ୍ଠ ଭକ୍ତ ସବୁ, ଯେମିତି ଗୋପିକାମାନେ ହେଉଛନ୍ତି ଶ୍ରେଷ୍ଠ ଭକ୍ତିର ଚରମ ପ୍ରତୀକ, ସେମାନେ ସବୁ କୃଷ୍ଣ ପ୍ରେମ ଭକ୍ତିର, ପ୍ରେମ ରସର, ପ୍ରେମ ଭକ୍ତିର। ସେମିତି ଏମାନେ ଏଠି କବି ଭୀମ ଭୋଇ ମଧ୍ୟ କହୁଛି, ଏ ପିଣ୍ଡ ସାଙ୍ଗରେ, ଏ ଶରୀର ସାଙ୍ଗରେ ଏ ପ୍ରାଣକୁ ମଧ୍ୟ ତୋ ପାଖରେ ମୁଁ ସମର୍ପିତ କରିଦେଲି, ସମର୍ପଣ କଲି ତୁମ୍ଭ ପାଦ ତଳେ ନେଇ। ଏଣୁ କବି ସୂର୍ଯ୍ୟ ବଳଦେବ ରଥ ଚମ୍ପୁରେ ଆଜ୍ଞା ଲେଖିଛନ୍ତି କ'ଣ, ପ୍ରପଞ୍ଚ ଯାକରେ ସାର ଉଚିତ ନୁହଇ ପରପୁରୁଷରେ ସ୍ନେହ। ପରପୁରୁଷରେ ସ୍ନେହ କରିବା,
ଏ ପ୍ରପଞ୍ଚରେ ଜଣାଅଛି। ମାତ୍ର ରାଧା କହୁଛନ୍ତି, ଶ୍ରୀ ରାଧା ରାଧାରାଣୀ କହୁଛନ୍ତି, ହେ ସଖୀ ଲଳିତା, ଆଉ ପିଣ୍ଡ ସହିତ ପ୍ରାଣ ଯଦି ପ୍ରାଣ ତୁଲେ ଦେହ ଯଦି ସେଇଠି ବିକି ହେଇଯିବ ତାହେଲେ ମଣିଷ ସେଠି କ'ଣ କରିବ? ମୁଁ ସେଇଭଳି ଶ୍ରୀକୃଷ୍ଣଙ୍କ ପାଖରେ ଏ ମୋର ପ୍ରାଣ ଏବଂ ମୋର ଦେହକୁ ଦେଇଦେଇଛି। ସେମିତି କବି ଭୀମଭୋଇ କହୁଛନ୍ତି, ତୋ ପାଖରେ ପ୍ରାଣ ଏବଂ ପିଣ୍ଡ ସବୁ ସମର୍ପଣ କରିଦେଲି। ଏବଂ ନାହିଁ ମୋ ଭରସା ତୋତେ କରି ଆଶା, ଦେଖ ତୁ ମୋର ବିକଳ, ଆପେ ବିଜେ ହୋଇ ଅନ୍ତଃପୁରେ ନେଇ ଲଗା ବ୍ରହ୍ମ ଅନଳ। ତାହେଲେ କବି କହୁଛନ୍ତି, ନାହିଁ ମୋ ଭରସା ତୋତେ କରି ଆଶା, ତୁ ମୋର ଦେଖେ, ମୁଁ ଜାଣିସାରିଲିଣି ଯେ ମୋ ପ୍ରତି ତୋତେ ଆଶା କରିକିରି ମୋର ଆଉ ଏ ମୁକ୍ତି, ଏ ଭବବନ୍ଧନରୁ ମାୟାମୋହରୁ ମୁକ୍ତି ହେବ ମୁଁ ଜାଣିସାରିଲିଣି, ଆଉ ହେବନି। ତେଣୁ ମୋତେ ତୋର ଅନ୍ତଃପୁରକୁ ନେଇକରି ବ୍ରହ୍ମ ଅନଳରେ ମୋତେ ଜଳେଇ ଦିଅ, ଏ ଦେହକୁ, ଏ ପ୍ରାଣକୁ, ଦେହକୁ, ମୋର ପିଣ୍ଡକୁ ବ୍ରହ୍ମରୂପ, ସେ ତ ବ୍ରହ୍ମ ଜ୍ୟୋତିର୍ମୟ ଅଲେଖ ବ୍ରହ୍ମଙ୍କୁ ସେ ଉପାସନା କରୁଛନ୍ତି। ନିରାକାର ବ୍ରହ୍ମ ସେ ହେଉଛି ଜ୍ୟୋତି ସ୍ୱରୂପ। ତେଣୁ ବ୍ରହ୍ମ ଅନଳ ବୋଲି ତାକୁ କହିଛନ୍ତି। ତୁମର ସେ ନିଆଁରେ ବ୍ରହ୍ମ ଅନଳରେ ମୋତେ ପୋଡ଼ି ଦିଅ ମୋର ଦେହକୁ। ଏବଂ ଆଜ୍ଞାରେ ବିଦିତ ତ୍ରିପୁର ଜଗତ ସତ୍ୟ ଯେବେ ରବି ଶଶୀ, ଘେନ ମୋ ଜଣାଣ ପ୍ରଭୁ। ଯଦି ଏ ରବି ଏବଂ ଶଶୀ ଆଜ୍ଞାରେ ପ୍ରକାଶିତ ହୋଇଛନ୍ତି, ତୁମର ଆଜ୍ଞାରେ ଯଦି ସୂର୍ଯ୍ୟ ଏବଂ ଚନ୍ଦ୍ର ଆତଜାତ ହେଉଛନ୍ତି, ଅନ୍ଧକାର ଦୂର କରିବା ପାଇଁ ସୂର୍ଯ୍ୟ ଆକାଶରେ ସୂର୍ଯ୍ୟ ଏବଂ ରବି ଶଶୀ ଯଦି ସତ୍ୟ, ତାହେଲେ ମୋ ଜଣାଣ ପ୍ରଭୁ, ହେ ନାରାୟଣ, ମୋ ଜଣାଣ ବା ମୋ ଗୁହାରି ଶୁଣ, ମୋତେ ବ୍ରହ୍ମ ଅନଳରେ ପୋଡ଼ିକିରି ମାରିଦିଅ। ଏହିପରି ଭାବରେ କବି କେଡ଼େ ସୁନ୍ଦର କଥା କହିଛନ୍ତି। ବ୍ରହ୍ମ ଅନଳ ଶବ୍ଦଟି ଦେଇଛନ୍ତି ଏଇଠି। ଏବଂ ଆଉ କ'ଣ କହୁଛନ୍ତି ଦେଖନ୍ତୁ, ପାଷାଣ ତରଳି ଯାଉ ତେଜ ଗଳି, ସ୍ଥାନେ ସ୍ଥାନେ ଦିଅ ଜାଳି। ଏ ପାଷାଣ ତରଳିକିରି ଯାଉ ଗଳି, ପାଷାଣ ଭଳି କଠିନ ବସ୍ତୁକୁ ମଧ୍ୟ ଭେଦ କରିକିରି ଆପଣଙ୍କ ବ୍ରହ୍ମ ଅନଳର କଣିକା ସବୁ ବା ସେ ଯାଉ ସ୍ଥାନେ ସ୍ଥାନେ ମୋତେ ପାଷାଣ ତରଳି ଯାଉ ତେଜ ଗଳି, ପାଷାଣକୁ ତରଳ ଦେଇକରି ତେଜ, ଏ ବ୍ରହ୍ମ ଅନଳର ତେଜ ଗଳି ଯାଉ। ଏବଂ ସ୍ଥାନେ ସ୍ଥାନେ ଦିଅ ଜାଳି, ନାମ ଯେବେ ସତ୍ୟ ବ୍ରହ୍ମ ଯେବେ ତତ୍ତ୍ୱ, ଉଡ଼ି ଯାଉ ଧୂଆଁ କାଳି। ଆଉ ଆପଣଙ୍କର ନାମ ଯଦି ଅଲେଖ, ଆପଣଙ୍କର ନାମ ଯଦି ଜ୍ୟୋତିରୂପ, ଜ୍ୟୋତିଷ୍ମାନ ବ୍ରହ୍ମ, ନିରାକାର ବ୍ରହ୍ମ, ଅକ୍ଷର ଅବ୍ୟୟ, ଆପଣ ଯଦି ପରମ ସତ୍ୟ, ତାହେଲେ ଏ ବ୍ରହ୍ମ ଅନଳରେ ମୋତେ ଦାହ କରିଦିଅ, ପୋଡ଼ିଦିଅ, ଜାଳିଦିଅ। ଏବଂ ସେ ଧୂଆଁ ଯାହା କିଛି, ଆରେ ବ୍ରହ୍ମ ଅନଳ ଯେଉଁଠି ଜଳୁଛି ଧୂଆଁ ହେବ କି? ଧୂଆଁର ପ୍ରଶ୍ନ ନାହିଁ। ତେଣୁ ଯାହା କିଛି କଳମସ, ଧୂଆଁ ରୂପକ କଳମସ ବା କେଳିବିଷ କଳମସ ଅଛି, ଦୋଷ ଦୁର୍ବଳତା, ଏସବୁ ମୋର ଜଳିଯିବ ଦେହରେ। ଏଇ କଥା ମୁଁ ଦୃଢ଼ ଚିତ୍ତରେ ଆପଣଙ୍କ ପାଖରେ ମାଗୁଛି। ମୋର ଯଦି କିଛି ତାହେଲେ ସେ ହେଉଛି କ'ଣ ନା ନିର୍ଧୂମ ଅଗ୍ନି। ସେଇଥିପାଇଁ ଧୂଆଁ କାଳି ଏବଂ କଳଙ୍କ କଥା କହିଛନ୍ତି। ନିର୍ଧୂମ ଅଗ୍ନିରେ ମୋତେ ଜାଳି ଦିଅ। ଆପଣ ଜାଣିବେ ଯେ ଯେଉଁମାନେ ମହିମା ଧର୍ମୀ, ଜୋରନ୍ଦାର ଯେଉଁ ଗାଦି ଅଛି ସେଠି ଅଖଣ୍ଡ ଜ୍ୟୋତି ଜଳୁଛି, ଅଖଣ୍ଡ ଦୀପ, ସେଥିରେ ଧୂଆଁ ନାହିଁ। ସେଇଭଳି କବି କଳ୍ପନା କରୁଛନ୍ତି। ଏଇଥର ଆପଣ ଜାଣିବେ ଯେ ଯେଉଁ ବ୍ରହ୍ମ ବିଷୟକ ତତ୍ତ୍ୱ ଆଉ ଉପନିଷଦର ସାର ତତ୍ତ୍ୱକୁ କବି କେଡ଼େ ସରଳ ଭାବରେ ବ୍ୟକ୍ତ କରୁଛନ୍ତି। ହୃଦୟର ବେଦନା ଯଥାର୍ଥ ଭାବରେ ଏଠି ପ୍ରଭୁଙ୍କ ପାଖରେ ସମର୍ପିତ ହୃଦୟର ଯଥାର୍ଥ ବେଦନାକୁ ସେ ସତେ ଯେମିତି ଅଜାଡ଼ି ଦେଇଛନ୍ତି। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଥରେ ଆଲୋଚନା କରିବା କ'ଣ କବି ପୁଣି ଆଉ କ'ଣ କହିଛନ୍ତି।